ଆଜ୍ଞା ହଁ ହଁ ନମସ୍କାର ହଁ ମନୋରଞ୍ଜନ କହୁଥିଲି ସାର୍ ସାର୍ ନମସ୍କାର ସାର୍ ନମସ୍କାର ସାର୍। ଆଚ୍ଛା, ଆପଣଙ୍କର ଭାଇଙ୍କ ସହିତ ଲଢେଇ ହଉଛି ଭାଇଙ୍କର ଏଭଳି ସିଚୁଏସନ କାହିଁକି ହେଲା ଚିକିଟିରେ? ନାଇଁ ସାର୍ ଶୁଣନ୍ତୁ, ମୁଁ ରବି ସାମନ୍ତରାୟ ହଁ ମତେ 2009 ମସିହାରେ କଂଗ୍ରେସ ଦଳ ଟିକଟ ଦେଇଥିଲା। ହଁ ମୁଁ ତାକୁ ମୋ ବାପାଙ୍କୁ ଫେରି ଦେଇଥିଲି ବାପାଙ୍କର ଫେରେଇ ସମ୍ମାନ ଦୃଷ୍ଟି। ହଁ 2009 ମସିହା ମତେ ମୁଁ କଂଗ୍ରେସ ପାର୍ଟିରୁ ଟିକଟ ପାଇଥିଲି। ହୁଁ ମୁଁ ମୋ ବାପାଙ୍କୁ ଫେରେଇ ଦେଇଥିଲି। ବର୍ତ୍ତମାନ ଆଉ ଥରେ ମତେ କଂଗ୍ରେସ କଣ କରୁଛି, ଆଉ ଥରେ ଟିକଟ ଦେଇଛି ଠିଆ ହେବା ପାଇଁ କହିଛନ୍ତି ହେଲା। ଆଉ କଣ ସିଚୁଏସନ ହେଲା କଣ ହେଲା ଆମେ ତ ଆଜ୍ଞା ବିଜେପି ବିରୋଧୀ, ବିଜେଡି ର ବିରୋଧୀ। ଗୋଟେ ନ୍ୟାସନାଲ ଦଳ ମତେ ଟିକଟ ଦେଇଛି, ଥରେ ଥରେ ମତେ ଦେଇଥିଲେ, ମୁଁ ତାକୁ ନ ନେଇକି ମୋ ବାପାକୁ ଫେରେଇ ଦେଲି। ତ ଭାଇ ଫଳରେ କେମିତି ଆପଣଙ୍କ ବିରୁଦ୍ଧରେ ଲଢିବା ପାଇଁ ଚାହୁଁଛନ୍ତି? ସେଟା ଆଜ୍ଞା ସେମାନଙ୍କୁ ପଚାରିଲେ କହିବେ। ଆପଣଙ୍କ ଯେହେତୁ ପରିବାର ଗୋଟିଏ ଯେହେତୁ ଜାଗାରେ ରହୁଛନ୍ତି ନା ଅଲଗା ଅଲଗା ଯେହେତୁ ରହୁଛନ୍ତି? ମିଶିକି ଗୋଟେ ପାଇବେ। ମାନେ ଦି ଭାଇ ଗୋଟିଏ ଘରେ ରହୁଛନ୍ତି। ହଁ ବାପା ଆମକୁ ଭିନ୍ନ କରୁନାହାନ୍ତି ଆଜ୍ଞା। ତ ବର୍ତ୍ତମାନ ବାପା କଣ ଚାହୁଁଛନ୍ତି? ବାପା ଚାହୁଁଛନ୍ତି କଂଗ୍ରେସ ଦଳ ଯିଏ ପ୍ରାର୍ଥୀ ହେବ ତାକୁ ସାହାଯ୍ୟ କରିବାକୁ। ଆଉ ବିଜେପିରେ ହବ, ବିଜେପିରେ ଯିଏ ଠିଆ ହେଇଛନ୍ତି କାରଣ ସେ ପୁଅ, କଂଗ୍ରେସରେ ବି ଯିଏ ଠିଆ ହେଇଛନ୍ତି ସେ ପୁଅ। କଂଗ୍ରେସ ଲୋକ। ବାପା କହୁଛନ୍ତି କଂଗ୍ରେସ ସହିତ ରହିବେ। ମୁଁ କଂଗ୍ରେସ ଲୋକ, ମୁଁ କଂଗ୍ରେସ ସହିତ ରହିଛି। ବାପା ବୁଝେଇ ପାରୁନାହାନ୍ତି ଭାଇଙ୍କୁ ଯେ ବିଜେପିରେ ଠିଆ ନାଇଁ ନ ତାଙ୍କୁ ହୁଅନ୍ତୁ ବୋଲି? ବାପା ତ ତାଙ୍କୁ ଟିକଟ ଟା ଦେଇଥିଲେ, ତାଙ୍କେ ଥରେ ଠିଆ ହେବା କଥା, ସେ ନ ଦେଇକି ତାକୁ କଂଗ୍ରେସ ପାର୍ଟିରୁ ଟିକଟ ମଧ୍ୟ ଦେଇଥିଲେ। ସେ ହଁ ବାପାଙ୍କୁ ପଚାରିକି ବିଜେପି ପାର୍ଟିକି ଯାଇନି। ଆପଣଙ୍କୁ ମଧ୍ୟ ସେ ଆପଣଙ୍କ ସହିତ ପରାମର୍ଶ କରିନାହାନ୍ତି? ନାଇଁ ମୁଁ ସେତେବେଳେ ଆଜ୍ଞା ମୋ ମେଡିକାଲରେ ଥିବାର। ଆପଣ ଦୁଇ ଭାଇ କଥା ହୁଅନ୍ତି ନା ନାଇଁ? ମୁଁ କଥା ହଉଛୁ, ଘରେ ବସିଲେ କଥା ହଉଛୁ। ଆଉ ଆପଣ ପଚାରିଛନ୍ତି ଯେ କାହିଁକି ଆଉ ଗୋଟେ ପାର୍ଟିର ଟିକେଟ ନେଇଛନ୍ତି କଂଗ୍ରେସ ପରିବାର? ମୁଁ ଆଜ୍ଞା ଶୁଣନ୍ତୁ, ସେ ମୋର ସାନଟା। ହଁ ସିଏ ମତେ ପଚାରିବା କଥା ଥିଲା। ହଁ ମୁଁ ତାକୁ ପଚାରିନି କିଛି। ମୁଁ ଯେତେବେଳେ ମୋର ଗୋଟେ ଗୋଡ ମେଡିକାଲରେ ଥିଲା, ଆଉ ଗୋଟେ ଗୋଡ ମଶାନରେ ଥିଲା, ଆଉ ଗୋଟେ ଗୋଡ ଘରେ ଥିଲା। ଏଇ ସମୟରେ ଆମେ ଯୋଉ ତିଆର କରୁଥିବା ସଂଗଠନଟା କଂଗ୍ରେସ ଦଳର, ମୋ ବାପାଙ୍କର ସଂଗଠନଟା ସେଇଟା। ମୋ ବାପା ବଞ୍ଚିଛନ୍ତି, ସେ ସମୟରେ ଆମ ପରିବାରକୁ, ଆମ ବାପାଙ୍କୁ କି ମତେ ପରାମର୍ଶ ନ କରିକି, ମୁଁ ଯେହେତୁ ମେଡିକାଲରେ ପଡିଥିଲି, ସେତେବେଳେ ସେ କୌଣସି ଗୋଟେ କୁଚକ୍ରି ଗୋଷ୍ଠୀଙ୍କର କଥାରେ ପଡିକି ସେ ଏଇ ଦଳଟାକୁ, ଏଇ ସଂଗଠନଟାକୁ ଛାଡି ଦେଇକି ବିଜେପି ପାର୍ଟିକି ପଳେଇଲା। ହୁଁ। ସେ ତ ଯଦି ଏବେ ଅନ୍ତତଃ ଆପଣଙ୍କର ଦି ଜଣଙ୍କ ବାପାଙ୍କୁ ଭିତରେ ସେ ସମ୍ପର୍କ, ପଚାରିଥିଲେ। ପାରିବାରିକ ସମ୍ପର୍କ ଭଲ ରହିବ ନା ଖରାପ କାହିଁକି ହେଇଯିବ? ଖରାପ ରହିବ ଆଜ୍ଞା? ଭଲ ରହିବ, ପରିବାରରେ ଭଲ ରହିବ। ଏଇଟା ଗୋଟେ ବିଚାରଧାରା ଲଢେଇ। ଯେହେତୁ ବାପା ତ କଂଗ୍ରେସ, ଗୋଟିଏ ଆମେ ଘର କଂଗ୍ରେସ। ଭିତରେ ଜଣେ କଂଗ୍ରେସ ଜଣେ ବିଜେପି, ହଁ ତ ଆପଣ ତ ଗୋଟିଏ ଜାଗାକୁ ଫେରିବେ, ଆପଣଙ୍କର ସ୍ତ୍ରୀ ଅଛନ୍ତି, ଆପଣଙ୍କ ପିଲାଛୁଆ ହଁ ଅଛନ୍ତି, ଦି ହଁ ଭାଇଙ୍କର। ସବୁ ତ ମିଶିକି ଆସୁଛୁ, କିଛି ଅସୁବିଧା ନାହିଁ। ତ ଗୋଟିଏ ଘରୁ କ୍ୟାମ୍ପେନ୍ ବିଜେପି ପାଇଁ ବାହାରିବ, ଗୋଟିଏ ଘରୁ ସେଇ ଘରୁ କଂଗ୍ରେସ ପାଇଁ ବାହାରିବ। ନାଇଁ ବର୍ତ୍ତମାନ କଣ ହଉଛି କହିଲେ, ଆମେ ପରିବାର ଭିତରେ ସମସ୍ତେ ଏକା ହେଇକି ଅଛୁ, ହଁ କିନ୍ତୁ ବାପାଙ୍କର ଦେଇଥିବା ଘରେ ଏକା ଆମେ ରହୁଛୁ। ହଁ ବାପା ମତେ କହିଛନ୍ତି, ମୁଁ ପାତ୍ରପୁରରେ ରହୁଛି। ବାପା ଗୋଟେ ଘର ଟେକି କରିଛନ୍ତି ବ୍ରହ୍ମପୁରରେ, ସେ ସେଠି ରହୁଛି। ହଁ ଆଚ୍ଛା ବୁଝିଲେ? ଆଉ ଗୋଟେ ଘର ମୁଁ ଟେକିଥିଲି ପାତ୍ରପୁରରେ, ସେ ସେଠି ରହୁଛି, ମୁଁ ଟେକିଥିଲି। ବୁଝିଲେ? ତ ହେଲେ ବର୍ତ୍ତମାନ କଣ, ହଁ ଆମେ ଇଣ୍ଡିଭିଜୁଆଲ ଯାହା ତା ଘରେ ରହୁଛୁ, କିନ୍ତୁ ବାପାଙ୍କ ତଳେ ରହୁଛୁ। ତ ଆପଣଙ୍କ ଦି ଭାଇଙ୍କ ଭିତରେ, ସମର୍ଥଙ୍କ ଭିତରେ ଗଣ୍ଡଗୋଳ ହବାର ସମ୍ଭାବନା ନାହିଁ ତ? କିଛି ନାହିଁ, କାହିଁକି ହବ? ଆମେ କଣ BLL ପାଠ ପଢୁଛୁ ଆଜ୍ଞା? 3 କ୍ଲାସ ପାଠ ପଢୁଥିଲେ ଗଣ୍ଡଗୋଳ କରିବୁ? ତ ଆପଣଙ୍କର ଟାର୍ଗେଟ ଭାଇ ନା ଆପଣଙ୍କ ଟାର୍ଗେଟ ବିଜେଡି? ବିଜେଡି। ଆଉ ଆପଣଙ୍କ ଭାଇଙ୍କର ଟାର୍ଗେଟ ବିଜେଡି ନା ଆପଣ କଂଗ୍ରେସ? ନା ମୁଁ ସେଇଟା କହିପାରିବିନି। ଆମ ଟାର୍ଗେଟରେ ବିଜେଡି। ଆଉ ଭାଇ କି ଆପଣ କଣ୍ଟେଷ୍ଟାଣ୍ଟ ହିସାବରେ ଗ୍ରହଣ ସେ କରୁନାହାନ୍ତି? ତ ଭାଇ ତ ଆମର କଂଗ୍ରେସ ପ୍ରାର୍ଥୀ ହେଇଥିଲା ନା। ନାଇଁ ଏବେ ତ ବିଜେପିରୁ ହେଇଛନ୍ତି। ଏଇଟା ଭୁଲ ନିଷ୍ପତ୍ତି। ଭୁଲ ନିଷ୍ପତ୍ତି। ଯେହେତୁ କଂଗ୍ରେସ ହଉଛି ଆମ ପରିବାର। କଂଗ୍ରେସ ଆମକୁ ରକ୍ତ ଦେଇଛି, କଂଗ୍ରେସ ଆମକୁ ଜନ୍ମ କରିଛି, କଂଗ୍ରେସ ଲାଗି ବାପାଙ୍କର ସମ୍ମାନ ବଢିଛି। ସେଇ କଂଗ୍ରେସକୁ ଛାଡିକି ଆମେ ଅନ୍ୟ ଦଳକୁ ଯିବାଟା ଠିକ ହେଲାନି, ଯେହେତୁ ବାପା ଅଛନ୍ତି। ଆଜ୍ଞା, ବହୁତ ଧନ୍ୟବାଦ।